ପାନ ମଧୁରୀ ସରବତ ପିଇବାକୁ ତ ବହୁତ ଭଲ ଲାଗେ। ପେଟ ପାଇଁକା ପୁରା ଥଣ୍ଡା। ଖରା ଦିନ ଆଇଲାଣି, ଦେହରୁ ବହୁତ ଝାଳ ବାହାରେ। ଝାଳ ବାହାରିଲେ ପୁରା ଦୁର୍ବଳ ଲାଗେ। ଦୁର୍ବଳ ଲାଗିଲେ କ'ଣ କରିବେ ନା, ପାନ ମଧୁରୀକୁ ଏମିତି ଭଲ ଭାବେ ଧୋଇକି ତାକୁ ଏମିତି ଗୁଣ୍ଡ କରିକି ଗୋଟେ କାଚ ଜାରରେ ରଖିଥିବେ। ସେଥିରୁ ଗୋଟେ ଚାମଚରେ ଗିଲାସରେ ପକେଇକି ଥଣ୍ଡା ପାଣି ବା ଆଇସ୍ ପକେଇକି ପିଇବେ। ଦୁର୍ବଳ ପୁରା ପଳେଇବ। ବହୁତ ଦେହକୁ ଭଲ ଲାଗିବ। ଥରେ ଏମିତି କରିକି ପିଅନ୍ତୁ ନା। ଜୟ ଜଗନ୍ନାଥ। ଆମ ଲକ୍ଷ୍ମୀ ଭଣ୍ଡାରକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ପାନ ମଧୁରୀ ସରବତ କରିବା। ପାନ ମଧୁରୀ ସରବତ କରିବା ପାଇଁକା ମୁଁ ପାନ ମଧୁରୀକି ଭଲ ଭାବେ ଧୋଇକି ତାକୁ ଶୁଖେଇକି ଭଲ ଭାବେ ରଖିଛି। ପାନ ମଧୁରୀ ସରବତ କରିବା ପାଇଁକା ମୁଁ କିଛି ଗୁଜୁରାତି ନେଇଛି, ଗୋଲମରିଚ କିଛି ନେଇଛି। ଆବଶ୍ୟକ ଅନୁସାରେ ଗୁଜୁରାତି ନେବେ, ଗୋଲମରିଚ ଆବଶ୍ୟକ ଅନୁସାରେ ନେବେ। ପାନ ମଧୁରୀ ଯେତେବେଳେ ନେବେ ନା, ପାନ ମଧୁରୀ ଭାଗ ଟିକେ ଅଧିକା ରଖିବେ। ପାନ ମଧୁରୀ ସରବତ କରିବା ପାଇଁକା ମୁଁ ଅଳ୍ପ ମିଶ୍ରି ନେଇଛି। ଆମେ ସାଙ୍ଗେ ସାଙ୍ଗେ ସରବତ ପିଇବା ନା, ସେଇ ଅନୁସାରେ ଆମେ ମିଶ୍ରି ପକେଇବା। ଆପଣ ଚାହିଁଲେ ଚିନି ବି ନେଇପାରିବେ। ତାକୁ ଏମିତି ଛଣାରେ ତାକୁ ଭର୍ତ୍ତି କରିକି ପାଣି ଦେଇଦେବା। ଦେଇକି 10 ମିନିଟ୍ ତାକୁ ଘୋଡ଼େଇକି ଛାଡ଼ିଦେବା। ମିଶ୍ରି ଭଲ ଭାବେ ବତୁରି ଯିବ। ଏମିତି ଚାହା ଛଣା ହେଉ ନହେଲେ ଛଣା ହେଉ, ଭିତରେ ଯଦି ମିଶ୍ରି ଦେଇଦେବେ ନା, ମିଶ୍ରିଟା ଭଲ ଭାବେ ବତୁରି ଯିବ। ମିଶ୍ରି ବତୁରିଲା ଭିତରେ ଏବେ ଆମେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ ନେବା। ସେଥିରେ ଆମେ ପାନ ମଧୁରୀ ଦେଇଦେବା, ଗୁଜୁରାତି ଦେଇଦେବା, ଗୋଲମରିଚ ଦେଇଦେବା। ତାକୁ ଭଲ ଭାବେ ଆମେ ପାଲିଶ କରିକି ପାଉଡ଼ର କରିଦେବା। ପାନ ମଧୁରୀ, ଗୋଲମରିଚ, ଗୁଜୁରାତିକି ଭଲ ଭାବେ ମୁଁ ବାଟିକି ତାକୁ ପୁରା ପାଉଡ଼ର କରିଦେଇଛି। ପୁରା ପାଉଡ଼ର କରିଦେଇଛି। ଦେଖନ୍ତୁ, ଏମିତି ପାଉଡ଼ର କରିଦେବେ। ପାନ ମଧୁରୀକୁ ବି ବତୁରେଇକି ତାକୁ ସରବତ କରିକି ପିଇପାରିବେ। ମିଶ୍ରିକି ଆମେ ବତୁରେଇ ଥିଲେ, ଏବେ ଦେଖିବା ମିଶ୍ରି ଆମର ଭଲ ଭାବେ ବତୁରି ଗଲାଣି। ଏବେ ଏଇଟାକୁ କାଢ଼ିଦେବା, ଛଣାଟାକୁ କାଢ଼ିଦେବା। ଏବେ ସେଇ ମିଶ୍ରି ପାଣିରେ ପାନ ମଧୁରୀକି ଆମେ ଗୁଣ୍ଡ କରି ରଖିଥିଲେ, ପାନ ମଧୁରୀକି ଦେବା। ଯେତିକି ଗ୍ଲାସ୍ କରିବେ ନା, ସେଇ ଅନୁସାରେ ଆବଶ୍ୟକ ଅନୁସାରେ ପାନ ମଧୁରୀ, ଗୁଜୁରାତି, ଗୋଲମରିଚ ଗୁଣ୍ଡକୁ ଦେବେ। ଦେଇକି ତାକୁ ଭଲ ଭାବେ ଗୋଳେଇ ଦେବା। এই ଗୁଣ୍ଡକୁ ଗୋଟେ କାଚ ବୋତଲରେ ଆମେ ତାକୁ ଷ୍ଟୋର କରିକି ରଖିଦେବା। ପାନ ମଧୁରୀ ପାଣିକି ଛାଣିଦେବା ଭଲ ଭାବେ। ପାନ ମଧୁରୀ ସରବତକୁ ଏମିତି ମୁଁ ଛାଣିକି ରଖିଛି। ଏତକ ଆମର ସିଠା ବାହାରିଲା। ଯେଉଁ ଛାଣିଲେ ନା, ଏତକ ଆମର ସିଠା ବାହାରିଲା। ଏ ସିଠାକୁ ଆମେ କାଢ଼ିକି ଅଲଗା ଜାଗାରେ ରଖିଦେବା। ଏବେ ଆମେ ଆଇସ୍ ବକ୍ସରୁ ଆଇସ୍ ମୁଁ କାଢ଼ି ଦେଇଛି। ଆଇସ୍ ଆମେ ଦେଇଦେବା ପାନ ମଧୁରୀ ସରବତରେ। ଭଲ ଭାବେ ମିଶାଇ ଦେବା ଆଇସ୍ଟା, ଯେମିତି ପାନ ମଧୁରୀ ସରବତଟା ପୁରା ଆମର ଥଣ୍ଡା ରହିବ। ଏବେ ଆମେ ପାନ ମଧୁରୀ ସରବତକୁ ଗ୍ଲାସକୁ କାଢ଼ିବା। ଏମିତି ସବୁତକ ଗ୍ଲାସକୁ କାଢ଼ିଦେବା। ବହୁତ ସୁନ୍ଦର ଭାବେ ପାନ ମଧୁରୀ ସରବତ ଆମର ହେଇଗଲା। ଖରା ଦିନ ଆଇଲାଣି। ଖରା ଦିନେ ବହୁତ ଦେହଟା ଦୁର୍ବଳ ଲାଗେ, ଭାରି ଶୋଷ ହୁଏ। ଏମିତି ପାନ ମଧୁରୀକୁ ଏମିତି ଗୁଣ୍ଡ କରିକି ଗୋଟେ କାଚ ଜାରରେ ରଖିଥିବେ। ଯେତେବେଳେ ଶୋଷ ଲାଗୁଥିବ ନା, ଏମିତି ଗୋଟେ ଚାମଚ ପାନ ମଧୁରୀ ପକେଇକି ସେଥିରେ ଥଣ୍ଡା ପାଣି ଦେଇକି ପିଇବେ। ବହୁତ ଭଲ ଲାଗିବ। ଦୁର୍ବଳ ଲାଗୁଥିଲେ ଆଉ ଦୁର୍ବଳ ଲାଗିବନି। ପାନ ମଧୁରୀ ସରବତ ଯଦି ମୋର ଭଲ ଲାଗୁଛି ନା, ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ।